ଯେଉଁ କୃଷକମାନେ ବିନା କୀଟନାଶକ ପ୍ରୟୋଗ ଦ୍ୱାରା ଚାଷ କାର୍ଯ୍ୟ କରନ୍ତି ସେମାନଙ୍କର ମୁଖ୍ୟ ପ୍ରସଙ୍ଗ ହୁଏ କୀଟପତଙ୍ଗ ଆକ୍ରମଣର ନିୟନ୍ତ୍ରଣ। କେଉଁ ଉପାୟରେ ତାର କୃଷିକ୍ଷେତ୍ରକୁ ପୋକ ଦାଉରୁ ରକ୍ଷା କରିବ, ଏହା ଏକ ବିଷମ ସମସ୍ୟା। ଯେଉଁମାନେ ଜୈବିକ ସାର ପ୍ରୟୋଗ କରି ଚାଷ କରନ୍ତି କିମ୍ବା ଗାଁ ଗହଳିରେ ପ୍ରାକୃତିକ ଉପାୟରେ ଚାଷ କରନ୍ତି ସେମାନେ ହତାଶ ହୋଇ ଉପାୟ ଖୋଜନ୍ତି। ଉପାୟ ମଧ୍ୟରେ ସବୁଠୁ ଶ୍ରେଷ୍ଠ ଉପାୟ ହେଲା ବିନା ରାସାୟନିକ ଔଷଧ ପ୍ରୟୋଗ ନ କରି ଯନ୍ତା ଦ୍ୱାରା ନିଜ ନିଜର ଚାଷ ଜମିକୁ ବଞ୍ଚାଇ ପାରିବ, ଯାହାର ନାଁ ଫେରୋମନ୍। ଫେରୋମନ୍ ଯନ୍ତା 4 ରୁ 5ଟି ଆବଶ୍ୟକ ହୁଏ ଏକ ଏକର ଫସଲକୁ ନିୟନ୍ତ୍ରଣ କରିବା ପାଇଁ। ଫେରୋମନ୍ ଯନ୍ତା ବିଭିନ୍ନ ପ୍ରକାର ଅଛି, ଯଥା ଫେରୋମନ୍ ମ୍ୟାଟ୍, ଯିଏ ଫଳ ଚାଷ ପାଇଁ ପୋକକୁ ନିୟନ୍ତ୍ରଣ କରିଥାଏ। ଦ୍ୱିତୀୟଟି ଫେରୋମନ୍ ଡେଲ୍ଟା, ଯେଉଁ କୃଷକ ଭାଇମାନେ ପନିପରିବା ଚାଷ କରନ୍ତି ସେମାନେ ଏହାକୁ ବ୍ୟବହାର କଲେ ବିଶେଷ ଭାବରେ ଉପକୃତ ହୋଇଥାନ୍ତି। ତୃତୀୟଟି ଫେରୋମନ୍ ଷ୍ଟିକ୍। ଫେରୋମନ୍ ଏକ ଯନ୍ତା ଯେଉଁଥିରେ କୃତ୍ରିମ ହର୍ମୋନ୍ ବ୍ୟବହାର କରି କୀଟମାନଙ୍କୁ ଆକର୍ଷିତ କରାଯାଇ ଧରାଯାଏ। ସେହି କୃତ୍ରିମ ହର୍ମୋନ୍ ଲିଓର ଅଟେ। ବିଭିନ୍ନ କୀଟମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଲିଓର ରହିଛି କିମ୍ବା ବିଭିନ୍ନ ଚାଷ ପାଇଁ ଭିନ୍ନ ଭିନ୍ନ ଲିଓର ବ୍ୟବହାର କରାଯାଏ। ଏହି ହର୍ମୋନ୍କୁ ବ୍ୟବହାର କରିବା ପାଇଁ ବିଶେଷ ଭାବରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ହର୍ମୋନ୍ର ବାସ୍ନାରେ ଆକର୍ଷିତ ହୋଇ ଯେଉଁ କୀଟ ଧରାପଡ଼େ ତାକୁ ଅନୁସରଣ କରି ସେହି ଜାତିର କୀଟମାନେ ଧରାପଡ଼ିବାକୁ ଆସନ୍ତି। ତେଣୁ ଲିଓର ଲଗାଇଲା ବେଳେ ଧ୍ୟାନ ଦେବାକୁ ପଡ଼ିବ କେଉଁ କୀଟର ନାଶ କରିବାକୁ ପଡୁଛି। ଫେରୋମନ୍ ଯନ୍ତାଟିରେ ମୁଖ୍ୟତଃ 3ଟି ଅଂଶ ଥାଏ। ଉପରି ଭାଗ ଅଂଶଟି ଦେଖିବାକୁ ପ୍ଲେଟ୍ ସଦୃଶ ଘୋଡ଼ଣୀ ଭଳି, ଯାହା ପ୍ଲାଷ୍ଟିକ ନିର୍ମିତ। ଏଥିରେ 3ଟି ଛିଦ୍ର ଥାଏ। ଏହି 3ଟି ଛିଦ୍ରର ମଧ୍ୟଭାଗରେ ମଧ୍ୟ ଏକ ଛିଦ୍ର ଥାଏ ଯେଉଁଥିରେ ଲିଓରକୁ ଲଗାଯାଇଥାଏ। ଦ୍ୱିତୀୟ ଭାଗଟିର ଆକାର ଫୁଲୁରି କାହାଳି ଭଳି, ଯାହାର ଉପରି ଭାଗ ଗୋଲାକାର ଏବଂ ତଳ ଅଂଶ ସରୁ ଛିଦ୍ରଯୁକ୍ତ। ପ୍ରଥମ ଅଂଶର ପ୍ଲେଟ୍ଟି ଏହି ଦ୍ୱିତୀୟ ଅଂଶର ଉପରି ଭାଗରେ ଜଡ଼ିତ ହୋଇ ରହିଥାଏ। ଏହାକୁ ଧରି ରଖିବା ପାଇଁ ଛିଦ୍ର ଭିତରେ ଦ୍ୱିତୀୟ ଭାଗର ଖୁଣ୍ଟଗୁଡ଼ିକ ପ୍ରବେଶ ପାଇ ରହିଥାଏ। ଏହା ବ୍ୟତୀତ ଦ୍ୱିତୀୟ ଭାଗର ବହିର୍ଭାଗରେ ଯନ୍ତାଟିକୁ ବାଡ଼ି ସାହାଯ୍ୟରେ ଟେକି ଧରିବା ପାଇଁ ମଧ୍ୟ ଏକ ଛିଦ୍ର ରହିଥାଏ। ତୃତୀୟ ଅଂଶଟି ଏକ ନଳୀ ସଦୃଶ ପଲିଥିନ୍ ବ୍ୟାଗ୍। ଏହାକୁ ଦ୍ୱିତୀୟ ଭାଗର ତଳ ଅଂଶରେ ସଂଯୋଗ କରାଯାଇ ବ୍ୟାଗ୍ର ତଳ ଅଂଶକୁ ବାଡ଼ିରେ ବାନ୍ଧି ଦିଆଯାଇଥାଏ। ଫଳରେ ପୋକମାନେ ପଡ଼ିଲା ପରେ ବାହାରକୁ ବାହାରି ପାରିନଥାନ୍ତି। ଲିଓର ହର୍ମୋନ୍ ଲଗାଇବା ପାଇଁ କୃଷକକୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡ଼େ। ହାତକୁ ଭଲ ଭାବରେ ସାବୁନରେ ଧୋଇବାକୁ ପଡ଼େ, ଯେଭଳି ଦୂଷିତ ହାତର ଗନ୍ଧରେ ପୋକଗୁଡ଼ିକ ଭ୍ରମରେ ନ ପଡ଼ନ୍ତି। ଫସଲର ଉଚ୍ଚତାଠାରୁ 1 ଫୁଟ ଉଚ୍ଚତା ବିଶିଷ୍ଟ ବାଡ଼ିରେ ଏହାକୁ ସ୍ଥାପନ କରାଯାଏ। ତାଛଡ଼ା ଗୋଟେ ଫେରୋମନ୍ ଯନ୍ତାର ଦୂରତା ଅନ୍ୟ ଫେରୋମନ୍ ଦୂରତାର ପାର୍ଥକ୍ୟ 30 ରୁ 40 ଫୁଟ ହେବା ଉଚିତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତ୍ୟେକ ଦିନ ଧରାପଡ଼ୁଥିବା ପୋକକୁ ପରୀକ୍ଷା କରିବାକୁ ହୁଏ ଯେ ଯେଉଁ କୀଟ ପାଇଁ ଫେରୋମନ୍ ଉଦ୍ଦିଷ୍ଟ ସେମାନେ ସେହି କୀଟ ନା ଅନ୍ୟ କୀଟ, ନଚେତ୍ ଉପକାରୀ କୀଟମାନେ ବି ଧରାପଡ଼ିଯାଆନ୍ତି। ତତ୍ସହିତ ପ୍ରତି 15 ଦିନରେ ଥରେ ଲିଓର ହର୍ମୋନ୍କୁ ବଦଳାଇବା ଉଚିତ। ଯଦି ଉପକାରୀ କୀଟମାନେ ଧରାପଡ଼ନ୍ତି ତେବେ ଫେରୋମନ୍ ଯନ୍ତାକୁ ବାତିଲ କରି କୀଟନାଶକ ଔଷଧ ପ୍ରୟୋଗ କରିବା ଶ୍ରେୟସ୍କର।